774/123 ଖାତା ଖସଡ଼ା 675/73 ଏଟା ସରକାରୀ ରାସ୍ତା। ବହୁ ବର୍ଷ ଧରିକି ଲୋକ ଯାତାୟାତ କରୁଥିଲେ, କିନ୍ତୁ ଗତ 3 ବର୍ଷ ଧରିକି ଉଭୟ ସାଇଡ଼ରୁ ତାକୁ ବନ୍ଦ କରିଦିଆହେଇଛି। ସାଧାରଣ ଲୋକ ବନ୍ଦ କରିଛନ୍ତି ତାଙ୍କ ଜାଗା ବୋଲି। ଏ ବିଷୟରେ ଆମେ ତହସିଲଦାରଙ୍କୁ ବାରମ୍ବାର ଲେଖିଛୁ, ଦେଇଛୁ। ତହସିଲଦାର 3 ଥର ଆସିକି ମାପିଛନ୍ତି, ଗିଡ଼ ମାରି ଦେଇକି ରାସ୍ତା ବାହାର କରିବେ ବୋଲି କହିଛନ୍ତି, କିଛି ହେଲାନି। 3 ବର୍ଷ ଚାଲି ଶେଷରେ ଆମେ ବାର୍ଷରେ ଜିଲ୍ଲାପାଳ ଆସିଥିଲେ। ଜିଲ୍ଲାପାଳ ମହୋଦୟଙ୍କୁ ଆମେ ସେଠି ଭେଟିଲୁ, ଲିଖିତ ଦେଲୁ, ସରକାରୀ କାଗଜପତ୍ର ଖାତା ଖାତିଆନ ସବୁ ଦେଲୁ। ସିଏ ଆମରି ସାମ୍ନାରେ ତହସିଲଦାରଙ୍କୁ ଦେଲେ ଯେ ଇମିଡ଼ିଏଟଲି ରାସ୍ତା ଅବରୋଧ ହେଇ ତାକୁ ବାହାର କର। କିନ୍ତୁ ତା ଭିତରେ ଆମେ ଗତ ଜାନୁଆରୀ 12 ତାରିଖରେ ତହସିଲ ଦେଇଥିଲୁ ଜିଲ୍ଲାପାଳଙ୍କୁ। ଏପର୍ଯ୍ୟନ୍ତ ହେଲା ଆମେ ଗତ 28 ତାରିଖରେ ଆମେ ଯାଇକି ତହସିଲଦାରଙ୍କୁ ଭେଟିଲୁ। ତହସିଲଦାର ବରଂ ବୁଝିବା ପରିବର୍ତ୍ତେ କହୁଛନ୍ତି ଗାଁରେ କମ୍ପ୍ରମାଇଜ୍ କର। ହଜାର ହଜାର କେସ୍ ଆମ ପାଖରେ, ଆମେ କାରେ ଜାଗାର ଅସୁବିଧା ଏଣେ ଆମେ ପାଉତି କିଛି କାଟି ପାରୁନୁ କି ପଟ୍ଟା ପାଇପାରୁନୁ। ଆଉ ଯେତେ ଅଭିଯୋଗ ଦେଲେ ବି ସେ କିଛି ସମସ୍ୟା ସମାଧାନ ହେଉନି। ଆଉ ସେ ସମସ୍ୟା କେମିତି ସମାଧାନ ହେବ? ମୁଁ ତହସିଲଦାରଙ୍କ ପାଖରେ ଅଭିଯୋଗ କରୁଛି, ଆର୍ଆଇଙ୍କ ପାଖରେ ଅଭିଯୋଗ କରୁଛି, ଭଦ୍ରକ ସେଠି ତହସିଲରେ ଯାଇକି କଲେକ୍ଟର ଅଫିସରେ ବି ଯାଇକି ଇଏ କରୁଛି। ବହୁତ ପଇସା ବି ମୋର 20-30 ହଜାର ଖର୍ଚ୍ଚ ବି ହେଲାଣି ୟା ପାଇଁ, କିନ୍ତୁ ଏହାର କିଛି ସମାଧାନ ହେଇପାରୁନି। ମୁଁ ଏତିକି ଚାହୁଁଛି ମୋର କେମିତି ଏଇ ଜମିଟା ମୁଁ ପାଇପାରିବି, ସେଥିପାଇଁ ମୁଁ ଏତିକି ବେଖାତି ତହସିଲଦାର ଜୟଦତ୍ତ ଆଚାର୍ଯ୍ୟ କୌଣସି କଥା ସେ ଶୁଣୁନାହାନ୍ତି। କିନ୍ତୁ ସରକାର ଡିଣ୍ଡି ମାରୁଛନ୍ତି, ଯେତେ ଯେଉଁଠି ଅଛି ଗଭର୍ଣ୍ଣମେଣ୍ଟ ତାକୁ ତୁରନ୍ତ ଉଚ୍ଛେଦ କର। କିନ୍ତୁ କୋର୍ଟ ଅର୍ଡ଼ର ହେଲା ପରେ ଆମେ ଏଇ ଯେଉଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ହାଇକୋର୍ଟରୁ କଟକରୁ ତିହିଡ଼ିରୁ କଟକ ଯେଉଁ ଦୌଡ଼ିଲା ପରେ କିଛି ଲାଭ ହେଉନି। କୌଣସି କଥାକୁ ଶୁଣୁନାହାନ୍ତି। ଯେ କାହା କଥା ଶୁଣିବା ପାଇଁ ଏ ତହସିଲଦାର ଅଛନ୍ତି, କାହା କଥା ଶୁଣିବା ପାଇଁ ଇଏ କୋଲ ସର୍କଲ ଆର୍ଆଇ ଅଛନ୍ତି, ଏଆର୍ଆଇ ଅଛନ୍ତି, ଏମାନେ ଅଛନ୍ତି। ଆମେ ବି ଜନସାଧାରଣ କିଛି ଜାଣିପାରୁନୁ। ଶୁଣୁଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି, ଯିଏ ମାନେ ଧୁବଧୁବୁଲିଆ ଯାଇକି ପହଞ୍ଚିକି ଯେ ନେତା ତାଙ୍କ କଥା ଆଗେ ଶୁଣୁଛନ୍ତି, କିନ୍ତୁ ଆମ କଥା ଶୁଣୁନାହାନ୍ତି। ଆଜି ବି ମୁଁ କହୁଛି, ସ୍ୱର୍ଗରେ ଅଛି ମୋ ନେତା ମାନେ ପୂର୍ବତନ ବିଧାୟକ ବିଷ୍ଣୁ ରେଡ୍ଡି ଥାନ୍ତା, ଇଏ ଜୟଦତ୍ତ ଆଚାର୍ଯ୍ୟ ଆଜି ନ ଭାଙ୍ଗିଥାନ୍ତା, ଆଜି ବି ଆସିକି ଭାଙ୍ଗିଥାନ୍ତା। ମୁଁ କହୁଛି, ମୁଁ ଏବେ ଦିମାଗ ସେ କହୁଛି, ଯଦି ମୋ ନେତା ଆଜି ବଞ୍ଚିଥାନ୍ତା ତାହେଲେ ବି ଭାଙ୍ଗିଥାନ୍ତା, ଆଜି ବି ଭାଙ୍ଗିଥାନ୍ତା। କିନ୍ତୁ ସେଇଭଳି ଲିଡର ଜଣେ ଦରକାର। ଆଉ ସାଧାରଣ ଖଟିକି ଆଉ ଲୋକଙ୍କ କଥା କିଏ ଶୁଣିବ କାହିଁକି? ଇଏ ପ୍ରଶାସନ ଶୁଣୁଛି ନା?